ମୁଁ ନିଜେ ଗାଁ ଗାଁ ବୁଲିଛି, ଘର ଘର ବୁଲିଛି, 44ଟା ପଞ୍ଚାୟତ କୁ ଯାଇକି 44ଟା ପଞ୍ଚାୟତର 615 ଗାଁ କୁ ଯାଇକି ନିଜେ ଲୋକଙ୍କ ଘର ସାମ୍ନାରେ ଧନ୍ୟବାଦ ଜଣେଇକି ଆସିଛି, ବ୍ୟକ୍ତିଗତ ଭାବରେ ଜଣେଇକି ଆସିଛି। ତେଣୁ ବଡ ଧନ୍ୟବାଦ ସଭା କରିବା, ହଜାର ହଜାର ଲକ୍ଷ ଲକ୍ଷ ଟଙ୍କା ସାରିବା, ଏଥିରେ ଆମେ ବିଶ୍ୱାସ କରୁନୁ। ଗତକାଲି ତାଙ୍କର ଯୋଉ ମିଟିଂ ହେଲା, ଟଙ୍କା ପାଣି ଭଳିଆ ଖର୍ଚ୍ଚ ହୋଇଛି, ସେ ଭଳିଆ ଅର୍ଥ, ସେ ଭଳିଆ କଳା ଟଙ୍କା ଆମ ପାଖରେ ନାହିଁ। ଆମେ ସଦାଚାରରେ ବିଶ୍ୱାସ କରୁ, ଆମେ ସରଳତାରେ ବିଶ୍ୱାସ କରୁ, ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବାରେ ବିଶ୍ୱାସ କରୁ। ତେଣୁ ବଡ ସଭା କରିବା ଠାରୁ ଆମେ ଚିନ୍ତା କଲୁ ଯେ ଲୋକଙ୍କ ସହିତ ସିଧାସଳଖ ଯାଇକି ସେମାନଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇବାଟା ଠିକ ହେବ ବୋଲି ଆମେ ଚିନ୍ତା କରିକି ସେ କାମ କରିଥିଲୁ ଏବଂ ଆଜି ବି କରୁଛୁ, ଲୋକଙ୍କୁ ସୁଖ ଦୁଃଖରେ ରହିଛୁ। ଏବଂ ମୁଖ୍ୟମନ୍ତ୍ରୀ ମହୋଦୟ ଯେଉଁ ସବୁ ଉପନିର୍ବାଚନ ହୁଏ, ସେ ଉପନିର୍ବାଚନରେ କୁହନ୍ତି ଯେ ମୁଁ ଏ ସମ୍ପୃକ୍ତ ମୁଁ ଏଇ ଉଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେଉଛି। ବିଜେପୁରର ଦାୟିତ୍ୱ, ବାଟପୁରାର ଦାୟିତ୍ୱ, ପଦ୍ମପୁରର ଦାୟିତ୍ୱ, ତିର୍ତ୍ତୋଲର ଦାୟିତ୍ୱ, ଝାରସୁଗୁଡାର ଦାୟିତ୍ୱ ଏବଂ ତା ସହିତ ଧାମନଗରର ଦାୟିତ୍ୱ ମଧ୍ୟ ମୁଖ୍ୟମନ୍ତ୍ରୀ ନେଇଥିଲେ। ମୁଁ ଯେତେବେଳେ ପ୍ରଥମେ ବିଧାନସଭାକୁ ଗଲି, ବିଧାୟକ ଭାବରେ ପ୍ରଶ୍ନ କଲି ଯେ ଏଇ ସବୁ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନେଇଛନ୍ତି, ଆଜି ପର୍ଯ୍ୟନ୍ତ କଣ କରିଛନ୍ତି ସେ ନିର୍ବାଚନ ମଣ୍ଡଳୀରେ? ଉତ୍ତର ଆସିଲା, ତଥ୍ୟ ସଂଗ୍ରହ ଚାଲୁଛି। ବର୍ଷେ 1 ମାସ ହେଇଯିବ ସେ ତଥ୍ୟ ସଂଗ୍ରହ ଚାଲିଛି, ଏପର୍ଯ୍ୟନ୍ତ ଆମକୁ ପ୍ରଦାନ କରାଯାଇ ନାହିଁ। ପଦ୍ମପୁରକୁ ଜିଲ୍ଲା ଘୋଷଣାର ଦାବି କଲେ, ମୁଖ୍ୟମନ୍ତ୍ରୀ ଘୋଷଣା ବି କରିଥିଲେ ପଦ୍ମପୁରକୁ ନୂଆ ଜିଲ୍ଲା କରିବା, ପୁଣି ନ୍ୟାୟାଳୟର ମାଧ୍ୟମରେ ଗୋଟେ ନୂଆ ସୁଆଙ୍ଗ କରିକି ତାକୁ ଅଟକେଇ ଦେଲେ। ମୁଖ୍ୟମନ୍ତ୍ରୀ ଜାଣିଥିଲେ ଜିଲ୍ଲା ଘୋଷଣା ହେଇପାରିବ ନାହିଁ, ଆନୁଷଙ୍ଗିକ ବିଧି ବ୍ୟବସ୍ଥା ନାହିଁ, ନିର୍ବାଚନକୁ ଆଖି ଆଗରେ ରଖି କରିଦେଲେ। ଧାମନଗରର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ। ଧାମନଗରରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇକି ଆଜି ପର୍ଯ୍ୟନ୍ତ କଣ କଲେ? ଏବଂ ନିଜେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ 5 ବର୍ଷରେ ଧାମନଗରରେ କିଛି ବିକାଶ ହୋଇନାହିଁ, 5 ବର୍ଷର ବିକାଶ 18 ମାସରେ ମୁଖ୍ୟମନ୍ତ୍ରୀ କରିବେ। ଧାମନଗରକୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ କଣ ପାଇଁ ଘୋଷଣା କରିନାହାନ୍ତି, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଜି ଜବାବ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ। ତାଙ୍କର ଯେଉଁ ଅଧ୍ୟକ୍ଷଙ୍କୁ ପଠେଇଛନ୍ତି, ସେ ଚାନ୍ଦବାଲିକୁ 350 କୋଟି ଟଙ୍କା ଗତକାଲି ଘୋଷଣା କଲେ, ଭଦ୍ରକକୁ 250 କୋଟି ଟଙ୍କା ଘୋଷଣା କଲେ। ଧାମନଗରଟା କଣ ସାବତପୁର 100 କୋଟି ଟଙ୍କାରେ ସୀମିତ ରହିଗଲା? ଧାମନଗର ପାଇଁ କଣ ପାଇଁ 500 କୋଟି ଟଙ୍କା ଘୋଷଣା କଲେନି? କଣ ପାଇଁ 1000 କୋଟି ଘୋଷଣା କଲେନି? ନିଜେ ତ କହୁଛନ୍ତି ଏଠି ବିଜେପିର ବିଧାୟକ ଅଛି, ସେଥିପାଇଁ କୌଣସି ପ୍ରକାର ଡେଭଲପମେଣ୍ଟାଲ କାମ ହେଇପାରୁନାହିଁ। ଯଦି ଡେଭଲପମେଣ୍ଟାଲ କାମ ବିଗତ ଦିନରେ ବିଷ୍ଣୁ ସେଠୀଙ୍କ ସମୟରେ ହେଇନାହିଁ, ଯେ ସୂର୍ଯ୍ୟବଂଶୀ ସୁରଜ ସମୟରେ ହଉନାହିଁ, ତେବେ ବିଶେଷ ଦୃଷ୍ଟି ଆକର୍ଷଣ ଦେବାର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କର, କାରଣ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି ଧାମନଗର ନିର୍ବାଚନ ମଣ୍ଡଳୀରେ। ଅନ୍ୟ ନିର୍ବାଚନ ମଣ୍ଡଳୀ ଠାରୁ ଅଧିକା ପାଇବାର ଆମର ହକ୍ ଅଛି, ସେ ହକ୍ ଟା କଣ ପାଇଁ ମୁଖ୍ୟମନ୍ତ୍ରୀ ପୂରଣ କରୁନାହାନ୍ତି? 2000 କୋଟି ଟଙ୍କାର ପ୍ୟାକେଜ ବନ୍ୟା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ କି? ଗତକାଲି ଆମେ ଆଶା କରୁଥିଲୁ ଯୋଉ 7ଟି ଏସ୍କେପ୍ ଅଛି, 7ଟି ଏସ୍କେପ୍ କୁ ପୋତି ଦିଆଯାଇ ଧାମନଗରକୁ ସମ୍ପୂର୍ଣ୍ଣ ଭାବରେ ବନ୍ୟା ମୁକ୍ତ କରିବା ପାଇଁ ପାଣ୍ଡିଆନ ମହୋଦୟ ଘୋଷଣା କରିବେ ବୋଲି ଆମେ ଆଶା କରୁଥିଲୁ। କିନ୍ତୁ ଗୋଟେ ସରକାରୀ କାର୍ଯ୍ୟକ୍ରମ, ଯୋଉ କାର୍ଯ୍ୟକ୍ରମ ଠିକ ଭାବରେ ହଉଛି କି ନାହିଁ ଏସପି, କଲେକ୍ଟର, ଏଡିଏମ ତଦାରଖ କରୁଛନ୍ତି, ସେଭଳିଆ ମଞ୍ଚରେ ଯଦି ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ, ଜଣେ ରାଜ୍ୟର 5ଟି ଅଧ୍ୟକ୍ଷ ବୋଲଉଛନ୍ତି ଯେ ସେ ଯଦି ସମାଲୋଚନା କରିବେ, ତେବେ ୟାଠୁ ଦୁଃଖ ଏବଂ ପରିତାପର ବିଷୟ କିଛି ନ ହେଇପାରେ। ବନ୍ଧୁଗଣ, ଧାମନଗରର ବନ୍ୟା ସମସ୍ୟା କଥା କୁହନ୍ତୁ, ଧାମନଗରର ଏସ୍କେପ୍ ଗୁଡିକ ପୋତିବା କଥା କୁହନ୍ତୁ, ଏବଂ ଗତକାଲି ପାଣ୍ଡିଆନ ମହାଶୟ ଯୋଉ କଥା କହିଛନ୍ତି ଯେ ଆମେ ନଦୀ ବନ୍ଦରର ସୁଦୃଢୀକରଣ ପାଇଁ 22 କୋଟି ଟଙ୍କା ପ୍ରଦାନ କରିଛୁ, ଆପଣ ମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ ସେ 22 କୋଟି ଟଙ୍କା ଭିତରୁ 8 କୋଟି ଟଙ୍କାର କାମ ଯୋଉ ପଙ୍ଗଟା ଆଉ ଅର୍ଜୁନପୁର ଭିତରେ ଚାଲିଛି, ତାହାକୁ କିଛି ଦିନ ହେଲା ମୁଁ ନିଜେ ଆରମ୍ଭ କରିଛି। ମୋ ଲେଖା ବଳରେ ସେ କାମ ଆସିକି ପହଞ୍ଚିଛି ଏବଂ ମୁଁ ମଧ୍ୟ ମୋର ଯୋଉ 15 ମାସ ରହିବ ମୋ ନିର୍ବାଚିତ ହବାର ସମୟ ସୀମା, ଏଇ 15 ମାସ ଭିତରେ ମୁଁ କଣ କଣ କରିଛି ଏବଂ ମୋ ଏମଏଲଏ ଛାଡିକି କେତେ 100 କୋଟି ଟଙ୍କାର ମୁଁ କାର୍ଯ୍ୟ ଧାମନଗରକୁ ଆଣିଛି, ତାହା ଆଉ ଏକ ସାମ୍ବାଦିକ ସମ୍ମିଳନୀ ଭାବରେ ବିସ୍ତୃତ ଭାବରେ ମୁଁ ଆପଣମାନଙ୍କୁ ଜଣେଇବି। କିନ୍ତୁ ଆଜି ଆପଣମାନଙ୍କୁ ଏତିକି କହୁଛି, ପାଣ୍ଡିଆନ ମହୋଦୟ ଯୋଉ ମିଛ ଭାଷଣ ମାରୁଛନ୍ତି, ମିଛ ଭୁରୁଡି ମାରୁଛନ୍ତି। ଗତ ବନ୍ୟା ଗଲା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପାଣ୍ଡିଆନ ମହାଶୟଙ୍କର ଦେଖା କଣ ପାଇଁ ନଥିଲା? ସେତେବେଳେ ତ ସେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କରୁଥିଲେ, ସେତେବେଳେ ତ 5T ର ସଚିବ ଥିଲେ।
ଥରେ କଣ ତାଙ୍କର ଧାମନଗରକୁ ଏତେ ଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ ଡାକିକି ଗପ ଶୁଣାଉଛନ୍ତି ଯେ ଧାମନଗର ଲୋକ ବିଜେପି ବିଧାୟକ ଜିତିଥିଲେ ବି ତୁମେ ସେଠିକି ଯାଅ, 2 ଥର ଯାଅ, 3 ଥର ଯାଅ। ଯେତେବେଳେ ଧାମନଗର ଲୋକ ଅସୁବିଧାରେ ପଡିଛନ୍ତି, ଧାମନଗରରେ ଦଳ ମତ ନିର୍ବିଶେଷରେ ବିଜେଡି ଲୋକ ହଉ, ବିଜେପି ଲୋକ ହଉ, କଂଗ୍ରେସ ଲୋକ ହଉ, ସମସ୍ତଙ୍କ ଚୁଲିରେ ପାଣି ପଶୁଛି। ସେତେବେଳେ କଣ ପାଣ୍ଡିଆନ ମହୋଦୟଙ୍କୁ ମୁଖ୍ୟମନ୍ତ୍ରୀ ଡାକିକି ସେଇ ଗପ ଶୁଣେଇଲେନି ଯେ ତମେ ଯାଅ? ଅସୁରାଳିରୁ ଆରଡି ଆସିବା ପାଇଁ ହେଲିକପ୍ଟର ଦରକାର ପଡୁଛି, ଅସୁରାଳିରୁ ଆରଡି ଆସିବା ପାଇଁ ହେଲିକପ୍ଟର ଦରକାର ପଡୁଛି। ସେତେବେଳେ ବନ୍ୟା ବେଳେ କଣ ପାଣ୍ଡିଆନ ମହୋଦୟଙ୍କ ପାଇଁ ହେଲିକପ୍ଟର ନଥିଲେ? ଯଦି ତମକୁ ପାଣିରେ ବୁଡିଲେ ତମକୁ ଗେଣ୍ଡା କାଟିଦବ, କୁଚିଆ କାଟିଦବାର ଭୟ ରହୁଛି, ତମକୁ ପାଣିକୁ ବୁଡିବାକୁ ମୁଁ ଅନୁରୋଧ କରୁନାହିଁ, ତମେ ତ ହେଲିକପ୍ଟରରେ ବୁଲିକି ଦେଖି ପାରିଥାନ୍ତ, ତମର ମୁଖ୍ୟମନ୍ତ୍ରୀଙ୍କୁ ଆମର ମୁଖ୍ୟମନ୍ତ୍ରୀଙ୍କୁ ଆଣିକି ତମେ ଦେଖେଇ ପାରିଥାନ୍ତ। ସେତିକି କଲେ ନାହିଁ, ଓଲଟି ବେଡି ଉପରେ କୋରଡା ମାଡ ଭଳିଆ କଣ କଲେ? କହିଲେ ଇଏ ବନ୍ୟା ନୁହେଁ, ଏଥିପାଇଁ ରିଲିଫ ଦିଆଯିବ ନାହିଁ, ଇଏ ଗୋଟେ ନିମ୍ନ ଧରଣର ବନ୍ୟା। ଚିନ୍ତା କରନ୍ତୁ, ଇଏ କଟା ଘାରେ ଧାମନଗରବାସୀଙ୍କୁ ଲୁଣ ଦେବା ସହିତ ସମାନ। 5 ଦିନ 6 ଦିନ ଲେଖାଏଁ ଲୋକ ଛାତ ଉପରେ ରହିଛନ୍ତି, ପାଲ ଖଣ୍ଡେ ପାଇନାହାନ୍ତି। ଇଏ ପ୍ରତ୍ୟେକ ବର୍ଷର ସମସ୍ୟା। ସେତେବେଳେ କୁଆଡେ ଯାଇଥିଲା ଆଜ୍ଞା? ସେତେବେଳେ ଧାମନଗରବାସୀଙ୍କ କଥା ମନେ ପଡୁନଥିଲା? ସେତେବେଳେ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଧାମନଗର କଥା ମନେ ପଡୁନଥିଲା? ଏବଂ ଆପଣ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କର କଥା। ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ନିଜେ ଲିଖିତ ଆକାରରେ ଦେଇଛନ୍ତି, ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦିଅନ୍ତୁ 2020 ଫେବୃଆରୀ 18 ତାରିଖରେ, କିନ୍ତୁ ରାଜ୍ୟ ସରକାର ଦଉନାହାନ୍ତି। ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜରେ ଧାମନଗର ଲୋକ ଉପକୃତ ହେବେ। ଧାମନଗରରେ ବି ମେଡିକାଲ କଲେଜ ହେଇପାରେ ଯଦି ଏଟା ସଂଖ୍ୟାଲଘୁ ମନ୍ତ୍ରଣାଳୟ ଦ୍ୱାରା ହେଇପାରିବ। ଧାମନଗରରେ ମଧ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଅଛନ୍ତି। ଧାମନଗରରେ ବି ଆମେ ଦାବି ରଖୁ ମେଡିକାଲ କଲେଜ କରିବା ପାଇଁ, କିନ୍ତୁ ରାଜ୍ୟ ସରକାର ପ୍ରସ୍ତାବ ତ ଦେବେ, ପ୍ରଥମେ ପ୍ରସ୍ତାବ ତ ଦଉନାହାନ୍ତି। କେବଳ ସେତିକି ନୁହେଁ, ଭଦ୍ରକାଳୀ ମନ୍ଦିରରେ ଆଇଓସିଏଲ ତରଫରୁ CSR ପଇସା ଏଷ୍ଟିମେଟ୍ କରିକି ଦେବା ପାଇଁ କଲେକ୍ଟରଙ୍କୁ କୁହାଗଲା। କହିଲେ ଏଥିରେ ପାବନ୍ଦୀ ରହିବନି, ଏଥିରେ କୌଣସି ପ୍ରକାର ଲିମିଟେସନ ରହିବନି, ଯେତେ ଦରକାର ସେତେ ଦିଆଯିବ, ଏଷ୍ଟିମେଟ୍ କରିକି ଜିଲ୍ଲା ପ୍ରଶାସନ ଦେଲା ନାହିଁ। କେବଳ ସେତିକି ନୁହେଁ, ଭଦ୍ରକ କଲେଜରେ କନଷ୍ଟ୍ରକ୍ସନ କରିବା ପାଇଁ ଗୋଟେ ଅଡିଟୋରିୟମର ନିର୍ମାଣ ପାଇଁ 3.83 କୋଟି ଟଙ୍କା ଇଏ ଆଇଓସିଏଲ ତରଫରୁ ମଧ୍ୟ CSR ଫଣ୍ଡ ମାଧ୍ୟମରେ ଦିଆଯାଇଥିଲା, ଯୋଉଟା କି RNB ଦାୟିତ୍ୱରେ ଥିଲା। RNB ଏଷ୍ଟିମେଟ୍ କରିକି ଦେଲା ନାହିଁ। ୟାଠୁ ଦୁଃଖ ପରିତାପର ବିଷୟ କିଛି ନ ହେଇପାରେ ବନ୍ଧୁଗଣ। ରକ୍ତତୀର୍ଥ ଇରମରେ ମଧ୍ୟ ଆଇଓସିଏଲ ଚିଠି କରିଛି ଜିଲ୍ଲା ପ୍ରଶାସନକୁ। ଜିଲ୍ଲା ପ୍ରଶାସନ କହୁନାହାନ୍ତି ଯେ କେତେ ଆବଶ୍ୟକ, ଏଷ୍ଟିମେଟ୍ କରିକି ଦଉନାହାନ୍ତି। ସାଧାରଣ ଯୋଉ ପ୍ରକାର ଆବଶ୍ୟକତା ଅଛି ସେ ଆବଶ୍ୟକତାକୁ ପୂର୍ଣ୍ଣ କରୁନାହାନ୍ତି। ତ ଏଥିର ପ୍ରମାଣିତ କଣ ହଉଛି? ଧାମନଗର ଛକରେ ଯୋଉ ଟେକ୍ସଟାଇଲ ପାର୍କ କେତେ ଦିନ ଲାଗି ହଉଛି ରାଜ୍ୟ ସରକାରଙ୍କର ଇଡକୋକୁ ପାଣି, ବିଦ୍ୟୁତ ଶକ୍ତି ଆଉ ଇଲେକ୍ଟ୍ରିସିଟି ଦେବା ପାଇଁ, ଇଲେକ୍ଟ୍ରିସିଟି, ବିଦ୍ୟୁତ ଶକ୍ତି ଆଉ ଯୋଗାଯୋଗ କରିବା ପାଇଁ। ଏଥିରୁ ଏହା ପ୍ରମାଣିତ ହେଉଛି ପାଣ୍ଡିଆନ ମହୋଦୟ କେବଳ ଫମ୍ପା ଭାଷଣ ମାରୁଛନ୍ତି ଏବଂ ସେ ଧାମନଗର ଆସିକି ଯୋଉ କଥା କହିଲେ ତାଙ୍କୁ ଯୋଉ ଇନପୁଟ ଦିଆଯାଇଛି ସେ ଇନପୁଟ ଠିକ ଦିଆଯାଇନାହିଁ। ସିଏ ଯଦି କହୁଛନ୍ତି ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଆସୁଛନ୍ତି, କଣ ପାଇଁ ଧାମନଗର ଆସିନାହାନ୍ତି, ତାଙ୍କର ନିର୍ଦ୍ଦେଶରେ ଆମେ ଘର ଘର ବୁଲିକି ଧନ୍ୟବାଦ ଜଣେଇଛୁ। ଆଉ ମୁଖ୍ୟମନ୍ତ୍ରୀ ତ କହିଥିଲେ ଧାମନଗର ଦାୟିତ୍ୱ, କେତେଥର ଆସିଛନ୍ତି? ଆପଣ ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 3 ଥର ଆସିକି ବହୁତ ବଡ ଭାବୁଛନ୍ତି, ଆମେ ବା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶରେ 24 ଘଣ୍ଟାରୁ 18-19 ଘଣ୍ଟା ଧାମନଗରରେ ଦଉଛୁ, ସେ କଥାଟା ଆପଣଙ୍କର ଦେଖାଯାଉନି। ତେଣୁ ଗୋଟେ ସରକାରୀ ମଞ୍ଚରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରିବା ଏ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ଏବଂ ଇଏ ଗୋଟେ ରାଜନୈତିକ କୂଟ ଜାଲ ଯୋଉ ପାଣ୍ଡିଆନ ମହୋଦୟ ବିଛଉଛନ୍ତି, ତାର ଜବାବ ସେ ଗତକାଲି ଆଖଣ୍ଡଳମଣି ମନ୍ଦିରରୁ ପାଇସାରିଛନ୍ତି। ମୁଁ ସେଥିପ୍ରତି ଆଉ ବିଶେଷ କିଛି ମନ୍ତବ୍ୟ ରଖିବାକୁ ଚାହିଁବି। ଧନ୍ୟବାଦ।